ଆରେ ତମକୁ ନିଦ ହଉନି? ଅଧ ରାତିରେ ଉଠିକି କଣ ସବୁ ଭାବୁଛ? କଣ ବା ଆଉ ଭାବିବି? ସମ୍ପତ୍ତି ପାଇଁ ପିଲା ଦିଟା ଆଜି ଅଲଗା ଅଲଗା ହେଇଗଲେ। ଏମାନେ ତ ଅଲଗା ହେଲେ ଆମ ଦି ଜଣକୁ ଅଲଗା କରିଦେଲେ। କହିଲ ଗୀତା, ଆମେ 40 ବର୍ଷ ବାହାଘର ଭିତରେ କୋଉଦିନ ଟିକେ ଆମେ ଅଲଗା ରହିଥିଲେ? କିନ୍ତୁ ଆଜି ପିଲାମାନେ ଆମ ଦି ଜଣକୁ ଅଲଗା କରିଦେଲେ। ଏଇ କଥା ଭାବିଲା ବେଳକୁ ମୋ ମୁଣ୍ଡ କଣ ହେଇଯାଉଛି। ତମେ ଏତେ କଥା କାହିଁ ଭାବୁଛ? ଭାବିବିନି? ତମେ ପୁରା ମୋର ସବୁ କଥା ବୁଝୁଥିଲ। ମୁଁ ଖାଇଲି, ଶୋଇଲି, କଣ କଲି, କଣ ନାହିଁ, ସବୁବେଳେ ତମର ଚିନ୍ତା ଥିଲା। ମୁଁ ଖାଉନଥିଲେ ତମେ ମତେ ଖୁଆଇ ଦଉଥିଲ। ଯଦି ମୋ ଦେହ ଖରାପ ହଉଥିଲା ତାହେଲେ ତମ ପାଖରେ ବସିକି ମୋର ମେଡିସିନ ମତେ ଖୁଆଇ ଦଉଥିଲ। ମୋ ମୁଣ୍ଡକୁ ଏମିତି ସବୁବେଳେ ଚିପି ଦଉଥିଲ। ତମେ ଏବେ ନ ରହିଲେ କିଏ ମତେ ଖାଇବାକୁ ଦବ କହିଲ? କିଏ ମତେ ଆଉ ମେଡିସିନ ଦବ? ମୁଁ ଭଲ ମନ୍ଦ ସବୁ କଥା କିଏ ବା ମତେ ଆଉ ବୁଝିବ? ଏଇ ବୟସରେ ଏସବୁ ଦେଖିବାକୁ ଥିଲା, ମୁଁ କେବେ ବି ଭାବି ନଥିଲି। ଏଇ ସବୁ କଥା ଭାବିଲା ବେଳକୁ ମୋ ଛାତିଟା ନା ଫାଟି ଯାଉଛି। ତମେ କଣ ଭାବୁଛ? ମତେ କଣ କଷ୍ଟ ହଉନି? ଆରେ ତମେ କଣ ଭାବୁଛ? ମୁଁ କଣ ଭାବୁନି? ମତେ କଣ କଷ୍ଟ ହଉନି? ଦୁଃଖ ହଉନି? ଆମେ କଣ କରିପାରିବା? ତମେ ଠିକ କହିଛ ଗୀତା। କାରଣ ଆଜି ଆମ ପାଖରେ ରୋଜଗାର କରିବା ପାଇଁ ବୟସ ନାହିଁ। ଏଇ ବୟସରେ ମଧ୍ୟ ଆମେ ଯାଇ କୋଉଠି ରୋଜଗାର କରିପାରିବାନି। କାରଣ ଜୀବନ ଯାକ ଖଟି ଖଟି ଯାହା ମୁଁ ଇନକମ କରିଥିଲି ଏ ପିଲାମାନଙ୍କର ପାଠ ପଢା ଆଉ ତାଙ୍କୁ ମଣିଷ କରିବାରେ ସବୁ କିଛି ଲଗେଇଦେଲି। ଆଜି ମୋ ପାଖରେ ଟଙ୍କାଟେ ନାହିଁ। ଆଜି ମୁଁ ହେଇଯାଇଛି ଅଦରକାରୀ। କାରଣ ମୋ ପାଖରେ ପୁରା ପଇସା ନାହିଁ ରୋଜଗାର କରିବା ପାଇଁ। ମୋ ପାଖରେ ସକ୍ଷମ ବି ନାହିଁ। ତେଣୁ ମୁଁ ଆଜି ହେଇଯାଇଛି ଅଦରିକାରୀ। ଆଜି ପିଲାମାନେ ବିଚାର କଲେ, ବାପାଙ୍କ କଥା ଶୁଣିଲେନି। ତାଙ୍କୁ ଯାହା ଠିକ ଲାଗିଲା ସେଇଆ କଲେ। ସେମାନେ ବିଚାର କଲେ ବାପା ଯାଇକି ବଡ ପୁଅ ପାଖରେ ରହିବ, ଆଉ ତମେ ଯାଇକି ସାନ ପାଖରେ ରହିବ। ଆମର କଣ ମନ ଅଛି? ଆମର କଣ ବିଚାର ଅଛି? ସେମାନେ କେବେ ଶୁଣିବାକୁ ଚାହିଁଲେନି। ହଉ ତମେ ବେଶୀ ଭାବନି, ଦେହ ଖରାପ ହବ। କଣ ବା ମୁଁ ଆଉ ଭାବିବି? ଆରେ ତମେ ବେଶୀ କିଛି ଭାବନି। କାହିଁ ବ୍ୟସ୍ତ ହଉଛ? ଆମେ ତ ସବୁ କିଛି ଆମ ପିଲାମାନଙ୍କୁ ଦେଇ ଦେଇଛେ। ସିଏ କଣ ଆମ କଥା କିଛି ବୁଝିବେନି? ବୁଝିବେ? ଯଦି ବୁଝିବାର ଥାନ୍ତା ତାହେଲେ ଏମିତି ଡିସିସନ କେବେ ବି ସେ କରିନଥାନ୍ତେ। ଏମିତି ଚିନ୍ତାଧାରା କେବେ ବି ଆଣିନଥାନ୍ତେ। ଜୀବନ ସାରା ତ ତମ କଥା ମାନିଛି, ଆଜି ବା କାହିଁ ମାନିବିନି? ଆଜି ବି ତମ କଥା ମାନୁଛି। କିନ୍ତୁ ସେମାନେ ଦିନେ ବି ଆମରି କଥା ବିଷୟରେ ଦିନେ ବି ଭାବିଲେନି ଯେ ଆମ ବାପା ମା ଆମ ପାଇଁ କଣ କରିଛନ୍ତି, କଣ ନ କରିଛନ୍ତି। ଯଦି ସିଏ ଭାବିଥାନ୍ତେ ତାହେଲେ ସେ କେବେ ବି ଏମିତି ଡିସିସନ ନେଇନଥାନ୍ତେ। ଠିକ ଅଛି, ତମେ ଯଦି କହୁଛ ମୁଁ ତମ କଥା ମାନୁଛି। ଦେଖିବା ଆଗକୁ କଣ ହଉଛି।